ଆମ ଓଡ଼ିଆଙ୍କର ଯେମିତି ପରମ୍ପରା ଅଛି ଘରୁ କୁଆଡ଼େ ବାହାରିବାକୁ ଗଲେ କାହାର ନା ମୁଡ଼ ଅଫ୍ ଥାଏ। ଯେମିତିକି ଆଜି ମୋ ଝିଅର ମୁଡ଼ ଅଫ୍ ଥିଲା ତା ଲିପଷ୍ଟିକ୍ ପାଇଁ। ତ ଛାଡ଼ନ୍ତୁ ଏମିତିକା ପରମ୍ପରା ବଞ୍ଚିକି ରହିଥିବ। ଆମେ ଚାଲନ୍ତୁ ବୁଲିଯିବା କନ୍ୟାକୁମାରୀ କିଛି ଛୋଟ ବଡ଼ ମନ୍ଦିର। ତ ଆମେ ପ୍ରଥମେ ଯାଇ ପହଞ୍ଚି ଯାଇଥିଲୁ ରାମ ମନ୍ଦିର। ସେଠି ରାମଙ୍କ ସାମ୍ନାରେ ହନୁମାନଙ୍କର ବହୁତ ସୁନ୍ଦର ଗୋଟେ ମୂର୍ତ୍ତି ଥିଲା। ଆଉ ସେଠି ରାମ ସୀତା ଲକ୍ଷ୍ମଣଙ୍କର ମଧ୍ୟ 3 ଜଣଙ୍କ ମୂର୍ତ୍ତି ଥିଲା। ସେଠି ଟିକେ ପୂଜା କରିନେଲୁ। ପୂଜା କରିସାରିଲା ପରେ ସେଠି ପୁଣି ପହଞ୍ଚି ଯାଇଥିଲୁ ଶିବଙ୍କ ମନ୍ଦିର, ଯାହାକି 200 କି 500 ବର୍ଷର ପୁରୁଣା ଥିଲା। ଆଉ ସେଠି ମନ୍ଦିର ଦେଖି ମୋର ସୋମନାଥ ମନ୍ଦିର କଥା ମନେ ପଡ଼ିଲା, କାହିଁକି ପୁରା ସେମ୍ ଟୁ ସେମ୍। ଆଉ ସେଠି ବି ସୋମନାଥ ମନ୍ଦିରରେ ଶିବଙ୍କୁ ଦର୍ଶନ କରି ବହୁତ ଆତ୍ମା ଶାନ୍ତି ହେଇଥିଲା। ଏଠି ମୋର ସୋମନାଥ ଶିବ ମନେ ପଡ଼ିଯାଇଥିଲେ ଆଉ ବହୁତ ବି ଭଲ ଲାଗିଲା ଆଉ ବହୁତ ଖୁସି ବି ଲାଗିଲା। ତାପରେ ଆମେ ନେକ୍ସଟ ଯାଇ ପହଞ୍ଚିଲୁ ଶିରିଡ଼ି ସାଇ ମନ୍ଦିର। ଶିରିଡ଼ିରେ ଯେହେତୁ ସାଇ ଥାଆନ୍ତେ ସେଥିପାଇଁ ମୋର ଶିରିଡ଼ି ଆସିଗଲା। ତ ସାଇ ମନ୍ଦିର ଦର୍ଶନ କଲୁ। ସେଠିକାର ପରିବେଶ ବହୁତ ନିର୍ମଳ ଥିଲା ଆଉ ମନ୍ଦିର ତ ବହୁତ ବଡ଼ ଥିଲା। ମାନେ ମନ୍ଦିର ଚାରିପାଖ ବୁଲିବା ପାଇଁ 1 ଘଣ୍ଟା ତ ଲାଗିଯିବ। ନେକ୍ସଟ ଆମେ ପହଞ୍ଚିଲୁ ବହୁତ ପୁରାତନ ଶିବ ମନ୍ଦିର। ଆଉ ଏ ମନ୍ଦିର ତ କିଛି ନିୟମ ବି ରହିଛି ଆଉ ସେଠି କିଛି ନୂଆ କଥା ବି ରହିଛି, ଯାହାକି ଆମେ ସେଠି ଯାଇକି ଜାଣିବାକୁ ପାଇଲୁ। ଆଉ ସେଠାରେ ଆଉ ଗୋଟେ ନିୟମ ଅଛି ଯେ କପଡ଼ା ପିନ୍ଧି ଭିତରକୁ ପୁରୁଷ ଲୋକମାନେ ଯାଇପାରିବେ ନାହିଁ। ତ ଦେଖିପାରୁଥିବେ ମନ୍ଦିରକୁ ଦେଖିକି ହିଁ ଜାଣି ହେଉଛି ଏଇଟା କେତେ ପୁରୁଣା। ଆଉ ମନ୍ଦିରର ପ୍ରତି ଖୁଣ୍ଟକୁ ଯଦି ଆବାଜରେ କିଛି ଆବାଜ ବି ଶୁଣାଯାଏ। କ'ଣ ବି ମୁଁ ତା'ର ଲଜିକ୍ କିଛି ଜାଣିପାରିଲି ନାହିଁ। ତ ଛାଡ଼ନ୍ତୁ, ମନ୍ଦିର ପାଖରେ ଯାହା ବି ସରସ୍ୱତୀ ପାର୍ବତୀଙ୍କ ମନ୍ଦିର ଥିଲା ସେଠି ଦର୍ଶନ କଲୁ। ତାପରେ ଏଠି ହନୁମାନଙ୍କ ଦର୍ଶନ କଲୁ। ଏଠି ହନୁମାନଙ୍କ ମୁହଁରେ କାହିଁକି ଘିଅ ବୋଳା ଯାଉଛି ପୁରା ଦେହ ସାରା, ସେଟା ବି ଦେଖିଲୁ। ତାପରେ ପୁଣି ସେଠି ବ୍ରହ୍ମା ବିଷ୍ଣୁ ମହେଶ୍ୱର ନାମରେ ଭୋଗ ବି ମିଳୁଥିଲା, ତାକୁ ବି ଗ୍ରହଣ କଲୁ। ଗ୍ରହଣ କରିସାରିକି ଏଠି ଦେଖନ୍ତୁ, ଏଠି ସବୁ ମନ୍ଦିରର ବେଢ଼ା ଏମିତିକା ଆଉ ଦେଖିବାକୁ ତ ବହୁତ ସୁନ୍ଦର ଆଉ ବହୁତ ବି ଭଲ ବି ଲାଗିଲା।